ଯୀଶୁଙ୍କର ପ୍ରଥମ କ୍ରୁଶବାଣୀ ହେଉଛି, ପିତା, ସେମାନଙ୍କୁ କ୍ଷମା କର, କାରଣ ସେମାନେ ଜାଣନ୍ତି ନାହିଁ ଯେ ସେମାନେ କ'ଣ କରୁଛନ୍ତି। ଏହି ବାକ୍ୟ ଯୀଶୁଙ୍କର ଅସୀମ ପ୍ରେମ ଓ କରୁଣାର ପରିଚୟ ଦିଏ। ଯେତେବେଳେ ସେ କ୍ରୁଶରେ ଯନ୍ତ୍ରଣା ଭୋଗୁଥିଲେ, ତାଙ୍କୁ ହତ୍ୟା କରୁଥିବା ଲୋକମାନଙ୍କ ପାଇଁ ସେ ପ୍ରାର୍ଥନା କଲେ। ଏହା ଦର୍ଶାଏ ଯେ ଯୀଶୁଙ୍କ ହୃଦୟ କେତେ ଉଦାର ଓ କ୍ଷମାଶୀଳ ଥିଲା। ସେମାନେ ତାଙ୍କୁ ଅନ୍ୟାୟ କରୁଥିଲେ, ତଥାପି ସେ ସେମାନଙ୍କୁ ଦୋଷ ନ ଦେଇ ତାଙ୍କ ପାପ କ୍ଷମା ପାଇଁ ପିତାଙ୍କୁ ଅନୁରୋଧ କଲେ। ଏହି ବାଣୀରେ ଲୁଚି ରହିଛି ଯୀଶୁଙ୍କର ବଳିଦାନର ମୂଳ ଉଦ୍ଦେଶ୍ୟ, ମନୁଷ୍ୟ ଜାତିର ପାପ କ୍ଷମା ଓ ମୁକ୍ତି। ସେ କେବଳ ନିଜେ କ୍ଷମା କରିବାର ଉଦାହରଣ ଦେଇନଥିଲେ, ବରଂ ଆମକୁ ମଧ୍ୟ ଶିଖାଇଛନ୍ତି ଯେ ଯେଉଁମାନେ ଆମ ବିରୁଦ୍ଧରେ ଅନ୍ୟାୟ କରନ୍ତି, ତାଙ୍କୁ ମଧ୍ୟ ଆମେ ହୃଦୟରୁ କ୍ଷମା କରିବା ଉଚିତ। ଏହା ଏକ ପ୍ରେମର ଚିହ୍ନ, ଯାହା ଅଜଣା ଓ ଶତ୍ରୁମାନଙ୍କୁ ମଧ୍ୟ ଗ୍ରହଣ କରେ। ଏହି ବାକ୍ୟ ଆମକୁ ଏକ ଆଧ୍ୟାତ୍ମିକ ପାଠ ଦିଏ। କ୍ଷମା ହେଉଛି ଶାନ୍ତି ଓ ମୁକ୍ତିର ପଥ, ଏବଂ ଏହା ଆମକୁ ଈଶ୍ୱରଙ୍କ ନିକଟତର କରାଇଥାଏ। ପ୍ରଭୁ ଯୀଶୁଙ୍କ ପ୍ରଥମ ବାଣୀ। ପ୍ରଭୁ ଯୀଶୁ କ୍ରୁଶ ଉପରେ ଥିଲେ। ସେ ଅସହ୍ୟ ଯନ୍ତ୍ରଣା ଭୋଗୁଥିଲେ। ତାଙ୍କୁ ଅପମାନ କରାଯାଉଥିଲା, ଆଉ ସୈନିକମାନେ ତାଙ୍କ ବସ୍ତ୍ର ଭାଗ କରୁଥିଲେ। ଏପରି ମୁହୂର୍ତ୍ତରେ ମଣିଷ ସାଧାରଣତଃ କ୍ରୋଧ କିମ୍ବା ଦୁଃଖରେ ଭାଙ୍ଗି ପଡ଼ିଥାଏ, କିନ୍ତୁ ଯୀଶୁ ଏହା କଲେ ନାହିଁ। ପିତା, ସେମାନଙ୍କୁ କ୍ଷମା କର, କାରଣ ସେମାନେ କ'ଣ କରୁଛନ୍ତି ତାହା ଜାଣନ୍ତି ନାହିଁ। ଏହି ବାଣୀରେ କ'ଣ ଲୁଚି ରହିଛି, ଆସନ୍ତୁ ଏହାକୁ ବୁଝିବା। ଯୀଶୁଙ୍କ ଏହି ବାଣୀ ତାଙ୍କ ହୃଦୟରେ ଥିବା ଅସୀମ ପ୍ରେମକୁ ଦର୍ଶାଏ। ଯେଉଁମାନେ ତାଙ୍କୁ କ୍ରୁଶରେ ଦେଇଥିଲେ, ସୈନିକ, ଧର୍ମଗୁରୁ, ଜନତା, ସେମାନଙ୍କ ପାଇଁ ସେ ଶାନ୍ତି ଓ କ୍ଷମା ମାଗିଲେ। ଏହା ଏକ ଅଜଣା ପ୍ରେମ, ଯାହା ଶତ୍ରୁଙ୍କୁ ମଧ୍ୟ କ୍ଷମା କରିବାକୁ ଶିଖାଏ। ଯୀଶୁ ଜାଣିଥିଲେ ଯେ ସେମାନେ ତାଙ୍କୁ କ୍ଷତି କରୁଛନ୍ତି, କିନ୍ତୁ ସେ ତଥାପି ସେମାନଙ୍କ ମଙ୍ଗଳ ଚାହିଁଲେ। ଏହା ଆମମାନଙ୍କୁ ଶିଖାଏ ଯେ ପ୍ରକୃତ ପ୍ରେମ କେବଳ ସୁଖ ନୁହେଁ, ବରଂ ଅନ୍ୟମାନଙ୍କୁ କ୍ଷମା କରିବାର ଶକ୍ତି। ଯୀଶୁ କହିଛନ୍ତି, ସେମାନେ ଜାଣନ୍ତି ନାହିଁ। ଏହା କ'ଣ ବୁଝାଏ? ସେମାନେ ଜାଣିଥିଲେ ଯେ ସେ ଜଣେ ମଣିଷକୁ ମାରୁଛନ୍ତି, କିନ୍ତୁ ସେମାନେ ଏହା ବୁଝିନଥିଲେ ଯେ ସେ ଈଶ୍ୱରଙ୍କ ପୁତ୍ର, ଯିଏ ମାନବ ଜାତିର ମୁକ୍ତି ପାଇଁ ଆସିଛନ୍ତି। ଏହି ଅଜ୍ଞତା ପାଇଁ ଯୀଶୁ ସେମାନଙ୍କ ଉପରେ ଦୟା ଦେଖାଇଥିଲେ। ଆମେ ମଧ୍ୟ ଅନେକ ସମୟରେ ଅଜାଣତରେ ଭୁଲ କରୁ। ଯୀଶୁଙ୍କ ଏହି ବାଣୀ ଆମକୁ ମନେ କରାଏ ଯେ ଈଶ୍ୱର ଆମର ଅଜ୍ଞତାକୁ ମଧ୍ୟ କ୍ଷମା କରନ୍ତି, ଯଦି ଆମେ ତାଙ୍କ ନିକଟକୁ ଫେରିଆସୁ। ଯୀଶୁଙ୍କ ଏହି ବାଣୀ କେବଳ ତାଙ୍କ ସମୟର ଲୋକମାନଙ୍କ ପାଇଁ ନୁହେଁ, ବରଂ ଆଜି ଆମ ପାଇଁ ମଧ୍ୟ। ଆମେ ଯେତେବେଳେ କାହା ଦ୍ୱାରା ଆଘାତ ପାଉ, ଆମେ ପ୍ରାୟତଃ କ୍ରୋଧ କିମ୍ବା ପ୍ରତିଶୋଧ ଚିନ୍ତା କରୁ, କିନ୍ତୁ ଯୀଶୁ ଆମକୁ ଶିଖାଇଛନ୍ତି ଯେ କ୍ଷମା ହିଁ ସତ୍ୟର ପଥ। ଯେତେବେଳେ ଆମେ ଅନ୍ୟମାନଙ୍କୁ କ୍ଷମା କରୁ, ଆମେ ଈଶ୍ୱରଙ୍କ ପ୍ରେମକୁ ପ୍ରତିଫଳିତ କରୁ। ଏହା ସହଜ ନୁହେଁ, କିନ୍ତୁ ଯୀଶୁଙ୍କ ଉଦାହରଣ ଆମକୁ ଶକ୍ତି ଦିଏ। ଏହି ବାଣୀ ଆମକୁ ମନେ ପକାଏ ଯେ ଯୀଶୁ କ୍ରୁଶରେ କେବଳ ମରିବା ପାଇଁ ନଥିଲେ, ସେ ଆମ ପାପର ମୂଲ୍ୟ ଦେଇଥିଲେ। ଆଉ ତାଙ୍କ କ୍ଷମାର ପ୍ରାର୍ଥନା ଦର୍ଶାଇଥିଲା ଯେ ଈଶ୍ୱର ଚାହାନ୍ତି ଯେ ସମସ୍ତେ ମୁକ୍ତି ପାଆନ୍ତୁ। ଯୀଶୁଙ୍କ ଏହି ବାଣୀ ଥିଲା ଈଶ୍ୱରଙ୍କ ମନସ୍ଥିତିର ପ୍ରତିଫଳନ, ଯେ ସେ ଆମକୁ ଦଣ୍ଡ ଦେବାକୁ ନୁହେଁ, ବରଂ ଆମକୁ ତାଙ୍କ ନିକଟକୁ ଆଣିବାକୁ ଚାହାନ୍ତି। ଯୀଶୁଙ୍କ ପ୍ରଥମ ବାଣୀ ହେଉଛି ଆମ ପାଇଁ ଏକ ଆଲୋକ। ଏହା ଆମକୁ କହେ ଯେ କୌଣସି ପାପ ଈଶ୍ୱରଙ୍କ କ୍ଷମାଠାରୁ ବଡ଼ ନୁହେଁ। ଆମ୍ଭେ ଯେବେ ଦୂରରେ ଥାଉ, ଯୀଶୁଙ୍କ ଏହି ପ୍ରାର୍ଥନା ଆମକୁ ମନେ କରାଏ ଯେ ଈଶ୍ୱର ଆମ ପାଇଁ ଅପେକ୍ଷା କରୁଛନ୍ତି। ଆମେ ମଧ୍ୟ ଏହି କ୍ଷମାକୁ ଅନୁଭବ କରି ଅନ୍ୟମାନଙ୍କୁ କ୍ଷମା କରିବାକୁ ଶିଖିପାରିବା। ଏହି ବାଣୀ ଆମ ହୃଦୟରେ ରହି ଆମକୁ ପ୍ରେମ, ଦୟା ଓ କ୍ଷମାର ପଥ ଦେଖାଇବ। ଯୀଶୁଙ୍କ ଏହି ବାଣୀ ନୁହେଁ କେବଳ ଶବ୍ଦ, ଏହା ହେଉଛି ଜୀବନର ଏକ ଆହ୍ୱାନ।